ଆମେ କଳାବାଜି ପରିଧାନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗତ 1 ତାରିଖ ଦିନ ଯାଜପୁର ଡିଷ୍ଟ୍ରିକ୍ଟ ଟ୍ରେଜେରୀ ଅଫିସର ଶ୍ରୀ ଦୀପ୍ତିମାନ ପାତ୍ର ଆମର ଜୁନିୟର ସିନିୟର ଆସିଷ୍ଟାଣ୍ଟ ଅଛନ୍ତି ବ୍ରହ୍ମାନନ୍ଦ ନାଥ ଶର୍ମାଙ୍କୁ ଅସଭ୍ୟ ଗାଳି ଗୁଲଜ କରିବା ସହିତ ଚାପୁଡ଼ା ମାରିଥିଲେ। ଯାହାଫଳରେ ତାହାର ପ୍ରତିବାଦ ସ୍ୱରୂପ ଆମେ ଆମର କଳାବେଶ ପରିଧାନ କରିବା ପାଇଁ ଆମେ ଗଲାକାଲି ମିଟିଂରେ 3 ତାରିଖ ପାଖରୁ 9 ତାରିଖ ପର୍ଯ୍ୟନ୍ତ କଳାବେଶ ପରିଧାନ କରି ସ୍ଥିର କରିଅଛୁ। ଆମର ମୁଖ୍ୟ ଦାବି ରହୁଛି ଶ୍ରୀ ଦୀପ୍ତିମାନ ପାତ୍ରକୁ ସସ୍ପେଣ୍ଡ କରାଯାଉ ଏବଂ ପୋଲିସ ଦ୍ୱାରା ଗିରଫ କରାଯାଉ। ଆମ ଥାନାରେ ମଧ୍ୟ ତା ବାବଦରେ ଏଫଆଇଆର ବି ଦିଆହେଇଛି। ପୋଲିସ ଦ୍ୱାରା ଗିରଫ କରାଯାଉ। ଯଦି 7 ଦିନ ଭିତରେ ଗିରଫ କରାଯାଏ କି ସସ୍ପେଣ୍ଡ ନ କରାଯାଏ ତାହେଲେ ଆମେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ। ଆମେ ହୁଏତ କଲମ ଛାଡ଼ ଆନ୍ଦୋଳନ କରିବୁ କି ଆଗାମୀ ଧାରଣାରେ ବସିବୁ। ସେ ବାବଦରେ ଆମେ ଆଲୋଚନା କରି ଆମର ସଂଘ ନିଷ୍ପତ୍ତି ଯାହା ନେବ ସେଇ ବାବଦରେ ଆମେ ତା ବାବଦରେ ଦୃଢ଼ ପଦକ୍ଷେପ ନେବୁ।